Good evening. Just recently, ଆମର ଗଭର୍ଣ୍ଣମେଣ୍ଟ ଦ୍ୱାରା ଚାଳିତ ଯେଉଁ ଆମ ବସ୍, ଆଗରୁ ସେଇଟା ମୋ ବସ୍ ଥିଲା, ତାପରେ ଆମ ବସ୍ ହେଇଯାଇଛି। ତା ଦ୍ୱାରା ଆକ୍ସିଡେଣ୍ଟ ହେଇଛି, ଲୋକ ବହୁତ ରାଗିଛନ୍ତି, ଆଉ ଲୋକ ବହୁତ ଜୋକ୍ ବି କରୁଛନ୍ତି ଯେ ଜମ ମାନେ ବୁଝିପାରୁଛନ୍ତି ତ? ୱାର୍ଡ଼ରେ ଆକ୍ଚୁଆଲି ବହୁତ ଏନର୍ଜି ଥାଏ। ଆମେ ଯଦି ଗୋଟେ ଜିନିଷକୁ ନେଗେଟିଭଲି ପୋର୍ଟ୍ରେ କରିବା, ତାହେଲେ ସେ ଜିନିଷଟା ବେଶୀ ନେଗେଟିଭ୍ ହେଇଯାଏ। ଠିକ୍ ଅଛି। ସୋ ଆମେ ସେଟାକୁ ବେଶୀ ନେଗେଟିଭ୍ କରିବାଟା ଠିକ୍ ନୁହେଁ। କେଉଁଠି କେତେବେଳେ କ'ଣ ଗୋଟେ ଦୁଇଟା ଇନସିଡେଣ୍ଟ ହେଇଗଲା, ତା ଦ୍ୱାରା ଆମେ ତାକୁ ଜମ ବୋଲି ଯେଉଁ କହିଦେଉଛେ, କହିଦେବା ଦ୍ୱାରା କ'ଣ ହେଉଛି ନା, ଦେଖନ୍ତୁ ଆପଣ ଏବେ ମାର୍କ କରୁଥିବେ, ରାସ୍ତାରେ ଗଲାବେଳୁ ବସ୍ ଦେଖିଲା ମାନେ ଆପଣ ଟିକେ ହଡ଼ବଡ଼ି ଯାଉଛନ୍ତି। ସୋ ସେଇଟା ଆପଣଙ୍କୁ ଅଧିକ ଅସୁବିଧାରେ ପକାଇ ପାରେ। ସୋ ଇଟ୍ସ ଏ ରିକ୍ୱେଷ୍ଟ ଟୁ ଅଲ୍ ଅଫ୍ ୟୁ, ଜୋକ୍ଟାକୁ ସବୁ ଜାଗାରେ ୟୁଜ୍ କରନ୍ତୁ ନାହିଁ। ଭଲ ଭଲ କଥା ଚିନ୍ତା କରନ୍ତୁ। ଦ୍ୟାଟ୍ ୱିଲ୍ ବି ବେନିଫିସିଆଲ୍ ଫର୍ ଅଲ୍ ଅଫ୍ ଅସ୍। ଯାହା ତାକୁ ସୁବିଧା କରିବା ପାଇଁ ଯାହା ପଦକ୍ଷେପ ନେବା ପାଇଁ ସେଇଟା ନିଆଯାଉ। ମନେକର ଡ୍ରିଙ୍କସ୍ କରି ଡ୍ରାଇଭ୍ କରୁଛନ୍ତି, ସେଇଟାକୁ ବନ୍ଦ କରାଯାଉ। ମନେକର ଟ୍ରେନ୍ଡ ଡ୍ରାଇଭର ନୁହନ୍ତି, ସେମାନଙ୍କୁ କଢ଼ାଯାଉ। ବଟ୍ ଏମିତି ନ୍ୟାରେସନ୍ ଦେବାଟା ମେ ବି ଠିକ୍ ନୁହେଁ। ଆପଣମାନେ କ'ଣ କହୁଛନ୍ତି?